ଆଉ ମନ୍ତ୍ରୀ ଭାଇ ଏଇ ଯେଉଁ ହେତୁବାଦୀ ଜଗନ୍ନାଥ ଉପରେ ଯେଉଁ କହୁଛନ୍ତି କଥା ଆଉ ଆମ ହିନ୍ଦୁ ଧର୍ମ ବିଷୟରେ କହୁଛନ୍ତି ତାଙ୍କ ଉପରେ କ'ଣ ମତାମତ? ମୁଁ ହେତୁବାଦୀ ମାନଙ୍କୁ ସମ୍ମାନ ଦେଉଛି, ଯିଏ ଜଗନ୍ନାଥ ପ୍ରେମୀ ତାଙ୍କୁ ବି ସମ୍ମାନ ଦେଉଛି। ଆମର କାହାକୁ ଘୃଣା କରିବା ଦରକାର ନାହିଁ। ତେଣୁ ଗୋଟେ କିଛି ଜଗନ୍ନାଥ ସଂସ୍କୃତି ବିଷୟରେ କିଛି ନ ଜାଣି ଯେଉଁଟା ଅପମାନ କରୁଛନ୍ତି ଜଗନ୍ନାଥଙ୍କୁ, ସେଇଟା ମୋତେ ଭଲ ଲାଗୁନି। ଆଉ ହିନ୍ଦୁ ଧର୍ମକୁ ଯେଉଁ ଅପମାନ କରୁଛନ୍ତି, କିଏ ସେ ହେତୁବାଦୀ କହିଛନ୍ତି ଲକ୍ଷ୍ମଣ ଗୋଟେ ଇଡିଏଟ୍, ଜଗନ୍ନାଥ ଝାଡ଼ା ଯିବେ କେମିତି, ଏଇଟା କ'ଣ କହିବା ଦରକାର? ସିଏ ଗୋଟେ ଓଡ଼ିଶାର ଭଗବାନ, ଆମର ଓଡ଼ିଶାର ଜିଅନ୍ତା ଠାକୁର କହିଲେ ଚଳିବ। ସେ ମଣିଷ ଭଳିଆ ଖାଉଛନ୍ତି, ମଣିଷ ଭଳିଆ ଶୋଉଛନ୍ତି, ତାଙ୍କ ଲୀଳା ଅନେକ। ପ୍ରଭୁ ଜଗନ୍ନାଥ ହେଲେ ଓଡ଼ିଶାକୁ କିଏ ଜାଣିବ? ପ୍ରଭୁ ଜଗନ୍ନାଥ ପାଇଁ ଓଡ଼ିଶା ସାରା ପୃଥିବୀରେ, ସାରା ଭାରତରେ କ'ଣ ସାରା ପୃଥିବୀରେ, ସାରା ବିଶ୍ୱରେ ପ୍ରସିଦ୍ଧ। ରଥଯାତ୍ରା ହେଉଛି, କେତେ ବିଦେଶରୁ ଲୋକ ଆସୁଛନ୍ତି ତେଣୁ ଜଗନ୍ନାଥଟି ଦେଖିବା ପାଇଁ। ତେଣୁ ତାଙ୍କ ବିଷୟରେ ଏଇଟା କହିବାଟା ଆଦୌ ଉଚିତ ନୁହେଁ। ଯେଉଁ ହେତୁବାଦୀ ମାନେ କହିଛନ୍ତି ଭୁଲ କରିଛନ୍ତି, ସିଏ ଆଗେ ଜଗନ୍ନାଥ ବିଷୟରେ ଜାଣନ୍ତୁ। କାହା ବିଶ୍ୱାସକୁ, କାହା ଧାର୍ମିକ ଭାବନାକୁ ଆଘାତ କରିବାର ଅଧିକାର ନାହିଁ। ତେଣୁ ଯଦି ଆଗକୁ ଏମିତି କହିବେ ସେମାନେ, ଜଗନ୍ନାଥ ପ୍ରେମୀମାନେ, ହିନ୍ଦୁ ଧର୍ମାବଲମ୍ବୀ ଲୋକମାନେ, ସେମାନେ ଦେଖିଦେବେ। ଜୟ ଜଗନ୍ନାଥ।